ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆମ ଗ୍ରାମ ସେବତୀପୁର ଆମର ମା ବୁଢ଼ୀ ହେଉଛନ୍ତି ଆମ ପୂର୍ବପୁରୁଷ ବା ଆମ ବର୍ଷ ଆରମ୍ଭରୁ ଏଠି ଆଜି ଆମର ଯୋଉ ନୂତନ ମାନେ ମହାଦେବ ଥିଲେ ଆମର ସେ ସାନ ଭାଇ ମହାଦେବ ସ୍ଥାପନ କରିଥିଲେ। ଆମର ଏଇ ଯୋଉ ସାନ ଭାଇ ଏ ସାନ ଭାଇଙ୍କ ଉଦ୍ୟମରେ ଆମ ଗାଁ କଥା କହିଲେ ଆପଣ ମାନେ ଏଇଆ ଭାବିବେ କିନ୍ତୁ ଆମର ବହୁତ ପୁରୁଷ ଗଲାଣି ସମସ୍ତେ ସବୁ ପ୍ରକାର ଉଦ୍ୟମ କରି ଯେତେ ପ୍ରକାର ବୁଦ୍ଧିବିଦ୍ୟା କୌଶଳ ଖର୍ଚ୍ଚ କରି ସମସ୍ତେ ପରାସ୍ତ ହୋଇଥିଲେ। କିନ୍ତୁ ମୁଁ ଆଜି ଗୋଟିଏ ମୋର ବହୁତ ଗର୍ବ ମୋ ଗ୍ରାମ ସେବତୀପୁର ଗ୍ରାମ ଦେବତୀ ବୁଢ଼ୀ ନାରାୟଣଙ୍କ ପାଖରେ ଆଜି ଯୋଉ ଅନୁଷ୍ଠାନ କରାହେଇଛି ମାନେ ଯୋଉ ବିଗ୍ରହ ସ୍ଥାପନ କରାହେଇଛି ଆମର ସେ ଦାଦା ପୁଅ ସାନ ଭାଇ ଜଣେ ମତେ କହିଲା ଶିବଙ୍କ ଭକ୍ତ ଗୋଟିଏ ଶିବଲିଙ୍ଗଟି ଆଣି ପ୍ରତିଷ୍ଠା କରିଥିଲେ। ମାନେ ଏମିତି କି ସେ ଶିବ ବି ବହୁତ ମାନେ ପାଣି ଟିକେ ବି ପାଇନଥିଲେ କିନ୍ତୁ ଆମ ସାନ ଭାଇ 3 ବର୍ଷ 4 ବର୍ଷ ହେଲା ଉଦ୍ୟମ କରି ଯୋଉ ପ୍ରକାର ଆମର ଏ ଯୋଉ ସମସ୍ତଙ୍କୁ ଏକାଠି କରିଥିବାରୁ ମୁଁ ତ ଧନ୍ୟବାଦ ଦେଇପାରିବି ନାହିଁ। କେବଳ ମୁଁ ବଡ ଭାଇ ମାନେ ଯାହା ଆଶୀର୍ବାଦ କରିବି କିନ୍ତୁ ଏଠି କେହି କିଛି ବୁଦ୍ଧିବିଦ୍ୟା କାମ କରୁନଥିଲା। ପ୍ରଭୁଙ୍କର ଅପାର କରୁଣା ମାଙ୍କର ଅପାର କୃପା ସେ କୃପାରେ ମାନେ ଗୋଟିଏ ଜିନିଷ ମୁଁ ଫିଲ୍ କଲି ଯାହା ଆପଣ ମାନେ ଜାଣିଥିବେ ମତେ ସମସ୍ତେ ଜାଣିଥିବେ ମତେ ଅଛି ଆପଣ ମାନେ ଜାଣିଥିବେ ତେଣୁ ମୁଁ ଗୋଟିଏ ଜିନିଷ ଦେଖିଲି ଯେ ଅହଙ୍କାରର ପାହାଡ ଉପରେ ବସିବା କଥା ଟିକେ ହେଲେ ଅହଙ୍କାର ନାହିଁ ଲୋଭ ନାହିଁ ମାନେ କୌଣସି ଜିନିଷ ଗର୍ବ ଅହଙ୍କାର ଲୋଭ ଟିକେ ନାହିଁ। ଏଇ ଜିନିଷକୁ ତ୍ୟାଗ କଲେ ସମାଜ ଭିତରେ ସମସ୍ତେ ଉଚ୍ଚସ୍ଥାନ ପାଇବେ। ଉଚ୍ଚସ୍ଥାନ ପାଇବା ସାଙ୍ଗରେ କିଛି ସମ୍ପର୍କ ନାହିଁ। ଭାଇଟା ନିଜେ ହବ ସେ ମତେ କିଛି କହିନାହାନ୍ତି ଯେ ମୁଁ ତାଙ୍କୁ କିଛି କହିନାହିଁ ସେ ମତେ ଭାଇ ବୋଲି ଦାଦା ବୋଲି କହି ନମସ୍କାର କରନ୍ତି ସବୁବେଳେ କିନ୍ତୁ ଗୋଟିଏ ଜିନିଷ ଏଭଳି ଜିନିଷ ଆଜିକି ମୁଁ ଏଇ ଗାଁରେ 57 ବର୍ଷ ହେଲାଣି ଆପଣଙ୍କର ପୂର୍ବ ଭିଡ଼ିଓରେ କହିଥିଲି ଏଠି କେବଳ ଗ୍ରାମ ଦେବତୀଙ୍କ କତିକି ବିବାହ ବର ହେଲେ ଝିଅ ମଙ୍ଗଳ ପାଣି ପାଇଁ ଆସନ୍ତି ଅଇଦା ଲାଗିଲେ ଆସନ୍ତି ଏସବୁ କଥା ପୂର୍ବ ଭିଡ଼ିଓରେ କହିଥିଲି। ବର୍ତ୍ତମାନ ମୋର ମନଟା ଏତେ ଆନନ୍ଦ ହେଲା ମୁଁ ବହୁତ ବିଫଳ ହେଇକିରି ଆଜି ଆସିକିରି ଗୋଟେ ସାନ ଭାଇ କହିଲି ସାନ ଭାଇ ବର୍ତ୍ତମାନ କର୍ମ ଭିତରେ ବ୍ୟସ୍ତ କାରଣ ସମ୍ପୂର୍ଣ୍ଣ ଦାୟିତ୍ୱ ତାଙ୍କ ଉପରେ ମାନେ ଏକାଠି କରିବା ଠାରୁ ଖାଦ୍ୟ ପାନୀୟ ଯଜ୍ଞ ଭଲ ମନ୍ଦ ଯେତେ ଗୁଡ଼ିଏ ଦାୟିତ୍ୱ ସବୁ ଯାକ କରୁଛନ୍ତି। ତେଣୁ ମୋ କହିବା କଥା ଆପଣ ମାନେ ଆମ ଭାରତରେ ବା ଓଡ଼ିଶା ଭିତରେ ଯିଏ ଅଛନ୍ତି ଏଇଭଳି ଆମ ସାନ ଭାଇଙ୍କ ଭଳି ଜଣେ ଜଣେ ଉଚ୍ଚମାନ ବାହାରିକିରି ସବୁକୁ କଣ୍ଟ୍ରୋଲ କରି ଦେବଦେବ ମହାଦେବଙ୍କ ଭଳିଆ ଗଣତନ୍ତ୍ର ବାହନ ମୂଷା ଶିବଙ୍କ ବାହନ ବୃଷଭ ପାର୍ବତୀଙ୍କ ବାହନ ସିଂହ କାର୍ତ୍ତିକେଶ୍ୱରଙ୍କ ବାହନ ମୟୂର ସେ ସମସ୍ତଙ୍କୁ ଏକତ୍ରିତ କରିକିରି ରଖିପାରିବା କ୍ଷମତା ଆମ ସାନ ଭାଇ ପାଖରେ ଅଛି। ବୁଝିଲେ କି ଆପଣ ମାନେ ସେଇମିତି ପ୍ରତ୍ୟେକ ଗାଁରୁ ଭାଗବତ ସଂଘ ଉଡ଼ି ଯାଇଛି ଧର୍ମ ସଂସ୍ଥାପନା ବର୍ତ୍ତମାନ କିଛି ନାହିଁ ସବୁଠି କ୍ଲବ ଘର ଭଲ ମନ୍ଦ ହେଇଗଲା। ଏଇଭଳି ଇଏ ବି ସବୁ କିଛି କରିପାରିବେ ମାନେ ଅହଙ୍କାର ପାହାଡ ଉପରେ ବସି ପାରିବେ ହେଲେ ବି ତାଙ୍କ ଭିତରେ ଯୋଉ ମାଙ୍କର ପ୍ରଭୁଙ୍କର ଯୋଉ କୃପା ଜାଗ୍ରତ ହେଇଛି ସେଇଭଳି ଆପଣ ମାନେ ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ଅଞ୍ଚଳରେ ଏଇମିତି ଜଣେ ଜଣେ ବାହାରିକିରି ଯଦି ଏଇଭଳି କାର୍ଯ୍ୟ କରି ସାପ ନେଉଳ ମୂଷା ବୃଷଭ ସିଂହ ସମସ୍ତଙ୍କୁ ଏକତ୍ରିତ କରି ଯଦି କରିବେ ଏ ସଂସାରର ମଙ୍ଗଳ ହବ। ଆଗାମୀ ଦିନରେ ବହୁତ ଦୁର୍ଦିନ ଆସୁଛି କୋଉ ସମୟରେ ବିଶ୍ୱଯୁଦ୍ଧ ହେଇଯିବ କୋଉ ସମୟରେ କଣ ହେଇଯିବ ଏ କଥା ଆମ ମାନଙ୍କୁ ଅଜଣା କାରଣ ପ୍ରଭୁଙ୍କ କଥା ପ୍ରଭୁ ହିଁ ଜାଣନ୍ତି। ତେଣୁ ଆମକୁ କଣ କରିବାକୁ ପଡିବ ନା ସମସ୍ତେ ଟିକେ ଅନ୍ତର୍ଭୁକ୍ତ ହେଇ ପ୍ରତ୍ୟେକ ଗାଁରେ ଭାଗବତ ମାନେ 4 ପାଳ ବାହାରି ପଡନ୍ତୁ କେହି ନ ପଡନ୍ତୁ ଆମେ ତ ସବୁ କରୁଛେ ଖାଉଛେ ପିଉଛେ ବସୁଛେ ହସୁଛେ ସମ୍ପତ୍ତି କମାଉଛେ ଅର୍ଥ କମାଉଛେ ସବୁ କମାଉଛେ ହେଲେ ବି କିନ୍ତୁ ଟିକେ ଇଏ କରି ଏଇଭଳି ଆମ ସାନ ଭାଇ ଭଳି ପ୍ରତ୍ୟେକ ଗାଁରେ ଯୋଉଠି ଶୃଙ୍ଖଳା ଅଛି ଯାହା ଅଛି କେହି ଜଣେ ଜଣେ ବାହାରି ମାନେ ଏମିତିକି ନ ଖାଇ ନ ପିଇ ନ ଶୋଇ ବୁଦ୍ଧି ବିଦ୍ୟା ଜ୍ଞାନ କୌଶଳ ଅର୍ଥ ଖର୍ଚ୍ଚ କରି ସମସ୍ତଙ୍କୁ ଏକତ୍ରିତ କରନ୍ତୁ କାରଣ ମହାପୁରୁଷ ଲେଖିଛନ୍ତି ସର୍ବ ହୋଇବେ ଏକମୁଖ ବୋଲିବେ ନାରାୟଣ ରଥ। ଆମେ ସର୍ବ ବର୍ତ୍ତମାନ କେହି ଏକମୁଖ ହୋଇନା ଆଗକୁ ଦୁର୍ଦିନ ଆସୁଛି ସେ ଦୁର୍ଦିନ ଭିତରେ ଆମେ କେମିତି ଏକମୁଖ ହବା ସମସ୍ତଙ୍କ ଗାଁରେ ପ୍ରତି ଗ୍ରାମ ପୁର ପଲ୍ଲୀରେ ପ୍ରତ୍ୟେକ ଅଞ୍ଚଳରେ ଯଦି ଏଇଭଳି ଧର୍ମ ଭାବନା ଜାଗ୍ରତ ହୁଏ ଯୁବକମାନଙ୍କ ଭିତରେ ଯୁବମାନଙ୍କ କଥା ଛାଡ଼ନ୍ତୁ ଯୁବମାନେ କଣ କହିବେ କଣ ନ କରିବେ ସେ କଥା ଆମେ କହିପାରିବାନି। ବର୍ତ୍ତମାନ ଯୋଉମାନେ ଯୁବକ ଅଛନ୍ତି ନିହାତି 30 40 35 ଆମର 50 ବର୍ଷ ଆମେ ତ ରିଜେକ୍ଟ ହେଇଗଲୁଣି ବର୍ତ୍ତମାନ ଯିଏ ଅଛନ୍ତି ଏଇଭଳି ଟିକେ ଜଣଙ୍କୁ ଏତିକି ଆଜି ମାଗ ସପ୍ତମୀରେ ଚନ୍ଦ୍ର ବାବା ମୁଁ ସମସ୍ତଙ୍କ ପାଖରେ ଯୋଉମାନେ ମୋର
ଅଛନ୍ତି ଉପର ସେମାନଙ୍କ ପାଖରେ ନିବେଦନ ଆଉ ଯୋଉମାନେ ଅଛନ୍ତି ସାନ ଭାଇ ପୁଅ ପୁତୁରା ତାଙ୍କ ପାଖରେ ମୋର ଗୋଟେ ମାନେ କଣ କହିଲେ ଅଳି ସେମାନେ ଟିକେ ଏଇଭଳି କରି ଆମ ସାନ ଭାଇ ଭଳିଆ ଜଣେ ଜଣେ ବାହାରିକିରି ଆପଣ ପ୍ରତ୍ୟେକ ଅଞ୍ଚଳକୁ ପ୍ରତ୍ୟେକ ଇଏକୁ ଇଏ କରନ୍ତୁ। ଆଗକୁ ବହୁତ ଦୁର୍ଦିନ ଅଛି। ଏ ଦୁର୍ଦିନରେ ଆମେ ମାନେ କେମିତି ରକ୍ଷା ପାଇବା ମାନେ ହରିଙ୍କ ବିନା ରକ୍ଷା ପାଇବାର ଅସମ୍ଭବ। କେହି ରକ୍ଷା କରିପାରିବନି, ବିଜ୍ଞାନ ରକ୍ଷା କରିପାରିବନି। ବର୍ଷା ହବ କି ନ ହବ, ବାତ୍ୟା ହବ କି ନ ହବ, ହବାର ସମ୍ଭାବନା ଅଛି କହୁଛି। ଆପଣମାନେ ଯୋଉମାନେ ଆଧ୍ୟାତ୍ମିକ ସଚେତନବାଦୀ ଅଛନ୍ତି ଆପଣମାନଙ୍କୁ ସମସ୍ତଙ୍କୁ ଟିକେ ନିବେଦନ ଆପଣମାନେ ଏଇଭଳି କରି ଏଇଭଳି ଯେକୌଣସି ଗ୍ରାମ ଦେବତୀ ଅଛନ୍ତି ଗ୍ରାମ ଦେବତା ଅଛନ୍ତି ସେମାନଙ୍କ ପାଖରେ ପୂଜା ଅର୍ଚ୍ଚନା କରନ୍ତୁ। କାରଣ ମାଳିକାକାର କହୁଛନ୍ତି ଅମକ ଦିନ ଧମକ ହେଇଯିବ। ମୁଁ ତ ମାଳିକାକାରଙ୍କ ବିରୋଧ ଆପଣ ଜାଣିଥିବେ। ମୁଁ ମାଳିକା କୁହେ କିନ୍ତୁ ମାଳିକାକାରର ବିରୋଧ। କାରଣ ଆଡଭାନ୍ସ କଥା ଯିଏ କହିବ ଓଭରଟାକି ଯିଏ କରିବ ସେ ଆମର ବିରୋଧ। ତେଣୁ ଆପଣମାନେ ସମସ୍ତେ ଟିକେ ଆମ ସାନ ଭାଇ ଭଳି ଜଣେ ଜଣେ ବାହାରିକିରି ସଂଗଠନ ଠିକ କରି ଇଏ କରନ୍ତୁ। ଯୋଉଟା କି ମୁଁ କରିପାରିବି ନାହିଁ, ମୁଁ 3 ଜନ୍ମ ହେଇକିରି ଆସିଲେ କରିପାରିବି। ଆମ ସାନ ଭାଇ ଯୋଉଟା କରିକିରି ଦେଖେଇଦେଲେ ମାନେ ଆମର ଯୋଉ ପୁତୁରା, କିନ୍ତୁ ମୁଁ ସେ ବାବଦରେ ମୁଁ କିଛି କରିପାରିବିନି। କାରଣ ଆମେ ସେପ୍ଟେମ୍ବର ଲୋକ ଟିକେ ଟିକେ କଥାରେ ରାଗିଯାଏ। ଆପଣମାନେ ଜାଣୁଥିବେ। ଆପଣମାନଙ୍କ ସହିତ କଥାବାର୍ତ୍ତା ହେବା ଭିତରେ ଟିକେ ଟିକେ କଥାରେ ରାଗିଯାଏ। ଆପଣମାନେ ସମସ୍ତେ ଟିକେ ଆମର ସମସ୍ତେ ଆପଣଙ୍କର ଏକାଠି ହୁଅନ୍ତୁ। ମୋ ପୁଅକୁ ବି ଭାଇ କହିଦଉଛି ମାନେ ଆପଣଙ୍କର ବ୍ରାହ୍ମଣ ମାନେ ବାପାକୁ ମନା କୁହନ୍ତି ତତେ କିଛି ନାହିଁ। ଯେ ଭାଇ ପୁଅ ବାପ ତା ଭିତରେ କିଛି ନାହିଁ। ପିତା ପୁତ୍ର ନାତି ଏକଇ ମୂରତି 3 ଅକ୍ଷରରୁ ବୁଝିବେ ଜାତି ମହାପୁରୁଷ ଗୋଟେ ଜାଗାରେ ଲେଖିଛନ୍ତି। ବିଶ୍ୱାସ ହଇବ ମହିରେ ଆସି ଯେବେଳେ କଳଙ୍କି ଥିବି ମୁଁ କଛି ପିତା ପୁତ୍ର ନାତି ଏକଇ ମୂରତି 3 ଅକ୍ଷରରେ ବୁଝିବେ ଜାତି। ମୋର ତ ପଢା ନାହିଁ। ଆପଣମାନେ ଜାଣିଛନ୍ତି, ଯିଏ ଜାଣିଛନ୍ତି ଜାଣିଛନ୍ତି, ଯିଏ ନ ଜାଣିଛନ୍ତି ନାହିଁ। ସମସ୍ତେ ଟିକେ ଆମ ପୁତୁରା ଭଳି ବାହାରିକିରି ସମସ୍ତେ ଟିକେ ଧର୍ମ କାର୍ଯ୍ୟକୁ ଆଗେଇ ନିଅନ୍ତୁ। ସମସ୍ତଙ୍କ ଭିତରେ ଧର୍ମ ଚେତନା ଜାଗ୍ରତ କରନ୍ତୁ। ପ୍ରବଚନରେ କିଛି ହବ ନାହିଁ। ୟୁଟ୍ୟୁବରେ ଆପଣଙ୍କର ଭାଗବତ ଗୀତା ପୁରାଣ ଏଗୁଡ଼ା ଶୁଣିଲେ କିଛି ହବ ନାହିଁ। ନିଜେ କିଛି କରିବାକୁ ପଡିବ। କରିକିରି ଦେଖାଅ। କରିକିରି ଦେଖାଇଲେ ଲୋକ ଆପଣଙ୍କ ପଛରେ ଗୋଡେଇବେ। କହିଲେ କଣ ହବ? ମୁଁ ନିଜକୁ ନିଜେ କହିବି ମୁଁ ଗୋଟେ ସାଧୁ। ମତେ ବି କମେଣ୍ଟ ଆସେ ବଟ କଣ ଗୋଟେ ସାଧୁ ହେଇଗଲାଣି। ଏରେ ବାବା ଆମେ ସାଧୁ କିନ୍ତୁ କଣ ତମ ଭାବ ଜଗବନ୍ଧୁ ଅନୁମୋର ଯିଏ ଯେଉଁପରି ଭାବୁଛି ତମକୁ ସେଇ ଅନୁସାରେ ତାର। ଆମ ଘରେ କଣ ମତେ ସାଧୁ କହିବି? ଆଗେ ବାବା କହୁଛନ୍ତି କିଏ ବାବୁ କହୁଛନ୍ତି। ଠିକ ଅଛି, ଆପଣ ମାନଙ୍କୁ ଗୋଟିଏ ମାନେ ଆମ ଓଡିଶାବାସୀ ଭାରତବାସୀ ସଂସାରବାସୀ କହିଲେ ବିଶ୍ୱ ବ୍ରହ୍ମାଣ୍ଡ ଭିତରେ ସମସ୍ତେ ରହିଛନ୍ତି। ମୁଁ ଟିକେ ନିବେଦନ କରୁଛି ଆମ ପୁତୁରା ଭଳି ଆପଣ ମାନେ ଟିକେ ପ୍ରତ୍ୟେକ ଗାଁରେ ଜଣେ ଜଣେ ବାହାରିକିରି ଯୋଉ ଦେବାଦେବୀ ମନ୍ଦିର ଅଛି ତାକୁ ପୁନଃଉଦ୍ଧାର କରନ୍ତୁ ଏବଂ ପ୍ରେରଣା ଦିଅନ୍ତୁ। ଯୋଉ କାମ ତମେ ନ କରିପାରିବ ଭାଗବତ ଯୁବକ ମାନେ ପଢିପାରିବେନି। ଯୋଉମାନେ ବୟସ୍କ ଲୋକ 40 45 50 ବର୍ଷରେ ଅଛନ୍ତି ତାଙ୍କୁ 10-15 ମିନିଟ ଲେଖା ପ୍ରେରଣା ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।